ଆଜିର ଲଞ୍ଚ ହେଉଛି ଆମର ଭେଟି ଶୁଖୁଆ ମସଲା କରିଛି। ଏଠି କଲରା ଚିପ୍ସ କରିବି ଆଉ କଦଳୀ ଆଉ ଗୁଲି ଆଳୁକୁ ଦେଇକି ଖାଲି ସେମିତି ଭାଜି ଦେଇଛି, ଖାଲି ଚିଲି ପାଉଡ଼ର ଦେଇକି, ମସଲା ଆଉ କଲିନି। ଏଠି ଚିକେନ୍ ବାପ ପୁଅ ଖାଇବେ, ଆମେ ପଖାଳ ଖାଇବୁ ଶାଶୁ ବୋହୂ। ଏମିତି ସବୁ ଚାଲିଛି। ଓହୋ ଚାଲନ୍ତୁ ଦେଖିବା ମୋ କଫି ଏଇଠି ଶୋଇଛି। ଗୋଟେ ଝିଟି ପିଟିକି ଦେଖିକି ସେ ଯାହା ହେଉଛି ଆଉ ସୀମା ନାହିଁ। ଆଉ ଲୋକଙ୍କୁ ଦେଖିଲା ବେଳକୁ ଭୋକୁନି, ଖାଲି ଚଢ଼ି ଯାଉଛୁ। ବଢ଼ିଆ ପବନ ଦେଉଛି, କେମିତି ସ୍କ୍ରିନ୍ ଉଡ଼ୁଛି। ଓହୋ ବସିଥା ବାବା, ମାମା ଟିକେ ରୋଷେଇ ସାରି ସାରୁ ଖାଇବୁ। ଦେଖନ୍ତୁ ସାଙ୍ଗମାନେ, ମୁଁ ତେଲଟାକୁ ଆଜି ସଫା କରିବି। ଏ କର୍ଣ୍ଣଫ୍ଲୋର୍ ନେଇଛି, ଏ ଦେଖନ୍ତୁ କେତିକି ତା ଭିତରେ ଥିଲା ସବୁ ଡଷ୍ଟ, ସବୁ ପୋଡ଼ା ଜିନିଷ ଲାଗିକି ରହିଯାଉଛି। କୁଆଡ଼େ ଯିବୁ ନା କ'ଣ ପୁଅ? ବାହାରକୁ ଖାଇବା ପାଇଁ। ଆଉ ମୁଁ ଯେଉଁ ରୋଷେଇ କରୁଛି, ମା ଏତେ ପରିଶ୍ରମ କରୁଛି ରୋଷେଇ ଘରେ ବସି, ତମେ ସବୁ ରାତିରେ ଖାଇବ, ଦିନରେ ଖାଇବ। ମୁଁ ତାକୁ କେତେ ନେଇ ସବୁ ଫ୍ରିଜ୍ରେ ଗେଞ୍ଜିବି। ନମ୍ବର କ'ଣ କରୁଛ ସବୁ? ମୋ କଫି ସବୁ ଆହୁରି ଭଲ, ତାଙ୍କର ଖାଇଦେଲେ 2 ଜଣ ଯାକ। ତ ବାବା ଯିବେ ବି ଖାଇବାକୁ? ଭଲ ଆଉ କ'ଣ, ମାନେ ମୁଁ ଏପଟେ ଝାଳ ନାଳ ହେଇକି ରୋଷେଇ କରିବାରେ ବ୍ୟସ୍ତ, ତମେ ବାହାରେ ଖାଇବାରେ ବ୍ୟସ୍ତ। ଆଉ ନୁହେଁ ତ କ'ଣ, ନିଜେ ପରିଶ୍ରମ କରି ମୋତେ ଦେଇପାରିବ ନା ଖାଇବାକୁ? ନା ଦେଇପାରିବନି। ସତ ଯାହା କହିଲୁ ସତ। ଏତେ ବଡ଼ ଘରକୁ ମେଣ୍ଟେନ୍ କରିକି ଖାଇବାକୁ ଦେବା, ତୁମେ ଦେଇପାରିବନି। ହଁ ମୁଁ ଜାଣିନି ନା କ'ଣ, ପ୍ରଭୁ ହାତ ଗୋଡ଼ ଚାଲୁଥାଉ, ଜୀବନ ଚାଲିଯାଉ। ହଁ ମୁଁ ଜାଣିକି କ୍ୱେଶ୍ଚନ୍ କରୁଛି। ହଉ ଯା, ବୋଉଙ୍କର ଖାଇବାଟା ନେଇଯିବୁ, ଏଇଠି ଥୋଇଛି। ବୋଉ ପଖାଳ ଖାଇବେ ଆଉ ମୁଁ ବି ପଖାଳ। ତମ ପାଇଁ ମୁଁ ବେକାର ସବୁ କଲି ବସିକି। ଏ ପୁଅ ଏବେ ବାହାରିଲା, ଯା। ଏ ହାଫ୍ ପ୍ୟାଣ୍ଟ ପିନ୍ଧି ଯିବୁ ନା ଫୁଲ୍ ପ୍ୟାଣ୍ଟ ପିନ୍ଧିବୁ? ହାଫ୍ ପ୍ୟାଣ୍ଟ ପିନ୍ଧିକି ଯିବି। ଯା, କି ଝାଳ ବହୁଛି ପ୍ରଭୁ। ମାନେ ଖରା ଦିନକୁ ଶୁଖୁଆ ଫେର ପଖାଳ, ଅମୃତ ଭଳିଆ ଲାଗୁଛି ମୋତେ। ଆଉ କଦଳୀ ଭଜା ଆଉ କଲରା ଚିପ୍ସ, ଭେଟି ଶୁଖୁଆ କରିଛି। ତାପରେ ମୋ ଛୁଆ କେହି ଖାଇବେନି। ମୋ ଝିଅ ସବୁବେଳେ କହିବ, ମାମା ତମକୁ ଲୁଣି ଶୁଖୁଆ କେମିତି ଭଲ ଲାଗୁଛି। ଏତେ ମାନେ ସେ ଶୁଖୁଆ ଫୁଆ କେହି ଖାଆନ୍ତିନି ମୋ ଛୁଆ ସବୁ। ମୋ ଶୁଖୁଆ ମୋ ଝିଅ ବେଳେ ଟୋଟାଲି ଖାଉନଥିଲି। ଏଇଠିକି ଆସିକି ମୋ ଶାଶୁ ଘରକୁ ଖାଇବା ଶିଖିଲି। ମୋ ଝିଅ ପେଟରେ ରହିଲା, ଜୀବନରେ ଶୁଖୁଆ ଖାଇନଥିଲି। ଯଦି କେତେବେଳେ ଖାଇଥିବି ଯେ ଅଲଣା ଶୁଖୁଆ ଟିକେ, ସେ କେଉଁ ବର୍ଷକର ଥରେ ଯଦି ଖାଇଥିବି। ବାପା କେବେ ଘରେ ପୁରେଇ ଦିଅନ୍ତିନି। ଆମେ ଭୁବନେଶ୍ୱରରେ ଥିଲୁ, ବାଣୀବିହାରରେ। ବାପା ସବୁବେଳେ କହିବେ ଶୁଖୁଆଟା ଖରାପ ଖାଦ୍ୟ ବୋଲି କହିକି ଲୁଣି ଶୁଖୁଆ ତ ଟୋଟାଲି ଛାଡ଼। ଝିଅ ପେଟରେ ରହିଲା, ମୋ ଶ୍ୱଶୁର ଆଣିଥିଲେ, ମନେ ରଖିଥିଲେ ଶୁଖୁଆ ପାଇଁ ମନେ ଉଠିଲା। ଏମିତି ଶୁଖୁଆ ମନେ ମୋ ଶ୍ୱଶୁର ଗୋଟେ ମାନେ ଟିଣ ବିସ୍କୁଟ୍ ଯାହା କିଛି ବଡ଼ ଥିଲା, ଯେଉଁ ମାନେ 3-4 ପ୍ରକାର ମାନେ ଖଞ୍ଜି ଦେଲେ ପୁରା ଶୁଖୁଆ। ମୁଁ ଏମିତି ଖାଇଲି ଯେ 3 ମାସ ପର୍ଯ୍ୟନ୍ତ ଶୁଖୁଆ ସମସ୍ତେ ବୋଉ ପାଟି କଲେ, ଶାଶୁ ତାହେଲେ ଏମିତି ଶୁଖୁଆ ଖାଉଛୁ, ଛୁଆ ଦେହରେ ବଢ଼ା ହେଇଯିବ। କାହିଁକି କିଛି ତ ହେଇନଥିଲା। ମୁଁ କହିଲି ମୋର ମନ ହେଉଛି ମାନେ ମୁଁ ଖାଇବି। ଓକେ, ମୁଁ ଏବେ ଖାଉଛି ପଖାଳ ଶୁଖୁଆ, ବହୁତ ଟେଷ୍ଟି। ହଉ ଏଇ ମୋ କଫି ବସିଛି, ଗରମ ଶୋଇପାରୁନି, କେତେବେଳେ ଧକେଇଲାନି। ମୁଁ ଖାଉଛି, ଖାଇସାରିକି ତୋତେ ନେଇକି ଯିବି। ମୁଁ ବସ୍ ଜମା ଗରମ ଶୋଇପାରୁନି, ତାକୁ ଏସିରେ ନେଇକି ନ ପୁରେଇ ଦିଅ, ଅଭ୍ୟାସ ହେଇଗଲାଣି ନା। ମାମା ବା ଖାଉଛି, ଖାଇସାରୁ ବାବା ନେଇକି ଯିବଲୋ। ମାମା ତୋର ମୋର ସାଙ୍ଗ ହେଇକି ଶୋଇବା, ସାଙ୍ଗ ହେଇକି ଶୋଇବା ବା। ଟିକେ ୱେଟ୍ କର ବାବା, ୱେଟ୍ କର। ଆସିଗଲେ ମାମାରେ ଚୋରି ଶୋଇବା ପାଇଁ। କେମିତି ଜିଭ କାଢ଼ିକି ଆସିଛି, ଖରାରେ ବୁଲିକି ଚାଲି ଆସିଲା। ଶୁଶୁ ଯାଇଥିଲୁ ଶୁଶୁ କରିକି ଆସିଲା, ଦେଖିଲା ଥକି ପଡ଼ୁଛି ପୁରା। ଓହୋ, ଏବେ ସମୟ ପ୍ରାୟ 5:30 ହେବ। ହଠାତ୍ କ'ଣ ହେଲା ନା, ମାନେ ବର୍ଷା ଆରମ୍ଭ ହେଇଗଲା। ମୁଁ ଦୌଡ଼ିକି ସେଠୁ ଆସିକି ଯାଉଛି ଟିକେ ନେଚର୍କୁ ଏନ୍ଜୟ କରେ। ଯାହା ବି ହଉ, ଏମିତି ମୋର ଗୋଟେ ଯୋଗ ଥିଲା ଯେ ବର୍ଷା ବହୁତ କମ୍ ଥିଲା, ପବନ ଅଧିକ ଥିଲା। ଆଉ ମୁଁ ପୁରା ଏନ୍ଜୟ କରୁଛି, ମନ ପୁରା ଗାର୍ଡେନ୍ ହେଇଯାଉଛି।
ଯାଇଥିଲୁ ବାବା? ତୁ କୁଆଡ଼େ ଯାଇଥିଲୁ? ତୁ ବୁଲ ଯାଇଥିଲୁ? ତୁ ବୁଲ ଯାଇଥିଲୁ? ତୁ ବୁଲ ଯାଇଥିଲୁ? ତୁ ବୁଲ ଯାଇଥିଲୁ? হ্যাঁ କେତେ ସମୟ ବାହାରେ ରହିଲୁନି? ହେଇ ମୋ ବ୍ଲାଉଜ୍ ଝାଳ ହେଇଛି। ଓ ଓଲୋ ଡାକୁଛି ହେଇ ଦେଖ ମୋ ବ୍ଲାଉଜ୍ଟାକୁ ପକେଇଲା ଚିରିଦେବ ଲୋ। ଓଲୋ ଡାକୁଛୁ ତୁ ଖାଇଥିଲୁ ଫେର କ'ଣ ବାବା ଫେର କାହିଁ ଡାକୁଛୁ? କିଲୋ କୁଣ୍ଡି ନାହିଁ ମାମା ମନା କରୁଥିଲା କୁଣ୍ଡି ନାହିଁ ବୋଲି ଶୁଣୁନି। ଏବେ ଆମେ ଆସିଗଲୁ ତଳ ଫ୍ଲୋରକୁ। ଏବେ ସମୟ ହୋଇଛି ରାତି 9ଟା। ପୁଅର କ'ଣ ମୋଡ଼ ଉଠିଛି କେଜାଣି କହିଲା ମାମା ଚାଲ ଆଜି ମୁଭି ଦେଖିବା। କହିଲି କେତେ ଘଣ୍ଟାର ମୁଭି? କହିଲା 3.5 ଘଣ୍ଟା। ଯାହା ଯେଉଁ ଆମେ ଆଜି ଧୁରନ୍ଧର ମୁଭିଟା ମୁଁ ଦେଖୁଛି। ଆଉ ମୋତେ ଏତେ ଫାଇଟିଂ ପିକ୍ଚର ଭଲ ଲାଗେନି, କିନ୍ତୁ ଏଇଟା ରିଏଲ୍ ମୋତେ ବହୁତ ଭଲ ବି ଲାଗୁଛି।